ସୌନ୍ଦର୍ଯ୍ୟ ଏବଂ ବ୍ୟବହାର ହୋଇପାରେ। ଆପଣଙ୍କୁ କାହାର ସୌନ୍ଦର୍ଯ୍ୟ ପସନ୍ଦ ଆସିପାରେ ଏବଂ ତାଙ୍କ ସହିତ ପ୍ରେମ ହୋଇଯାଇପାରେ, କିନ୍ତୁ ସର୍ବଦା ଗୋଟିଏ କଥା ମନେ ରଖନ୍ତୁ, ଶେଷରେ ଆପଣଙ୍କୁ ତାଙ୍କ ଚରିତ୍ର ଏବଂ ବ୍ୟବହାର ସହିତ ଜୀବନ ବିତାଇବାକୁ ହେବ ନା କି ତାଙ୍କ ସୌନ୍ଦର୍ଯ୍ୟ ସହିତ। ସୌନ୍ଦର୍ଯ୍ୟ ଆଜି ଅଛି କାଲି ନାହିଁ, କିନ୍ତୁ ତାଙ୍କ ବ୍ୟବହାର ସର୍ବଦା ସେହିପରି ରହିବ ଯେପରି ପ୍ରଥମ ଦିନରେ ଥିଲା। କାରଣ ମଣିଷର ସବୁ କିଛି ବଦଳିପାରେ କିନ୍ତୁ ସ୍ୱଭାବ ନୁହେଁ। ତେଣୁ ମଣିଷକୁ ତାଙ୍କ ସୌନ୍ଦର୍ଯ୍ୟ ଦ୍ୱାରା ନୁହେଁ ବରଂ ତାଙ୍କ ବ୍ୟବହାର ଦ୍ୱାରା ମାନ ଏବଂ ସମ୍ମାନ ଦିଅନ୍ତୁ। ଜୀବନର ସଠିକ୍ ଆଚରଣ ଭୋକିଲା ରହିଯିବେ ପଛେ, କିନ୍ତୁ ଯେଉଁଠି ସ୍ନେହ, ଆଦର ଏବଂ ଭଲ ପାଇବା ମିଳୁନି ସେହି ଜାଗାରେ ଭୋଜନ କରିବା ଉଚିତ ନୁହେଁ। ବିନା ନିମନ୍ତ୍ରଣରେ କୌଣସି ସ୍ଥାନକୁ ବା କୌଣସି କାର୍ଯ୍ୟକ୍ରମରେ ଯୋଗ ଦିଅନ୍ତୁ ନାହିଁ। ନିଜ ଆଡ଼ୁ ଯାଚି କରି କାହାକୁ ନମସ୍କାର କରନ୍ତୁ ନାହିଁ। ସଭା ସମିତିରେ ଉପରେ ପଡ଼ି କୁହନ୍ତୁ ନାହିଁ। ଅବିଶ୍ୱାସୀ କପଟୀ ଲୋକଙ୍କ ସହିତ ସମ୍ପର୍କ ରଖନ୍ତୁ ନାହିଁ। ଯଦି ଜୀବନରେ ଆଗକୁ ବଢ଼ିବାର ଅଛି ତେବେ ଏହି ଚାରୋଟି ଜିନିଷକୁ କେବେ ଡରିବେ ନାହିଁ। ଲୋକମାନେ ଆପଣଙ୍କ ବିଷୟରେ କ'ଣ ଭାବିବେ? ବୟସର ଡର। ବୟସର ଡରରେ କିଛି ଲୋକ ଅନେକ ଜିନିଷ କରିପାରନ୍ତି ନାହିଁ। ବନ୍ଧୁ କିମ୍ବା ସମ୍ପର୍କୀୟ ଚାଲିଯିବାର ଡର। ଦାରିଦ୍ରତାର ଭୟ ବା ଡର ଯେ ଗୋଟିଏ ସମ୍ପର୍କ ସେତେବେଳେ ମଉଳିଯାଏ ଯେତେବେଳେ ଦୁଇ ଜଣଙ୍କ ସମସ୍ୟାକୁ କେହି ତୃତୀୟ ଲୋକ ସମାଧାନ କରିବାକୁ ଚେଷ୍ଟା କରେ। ଯଦି କିଏ ଆପଣଙ୍କ ସହ ଖରାପ କାର୍ଯ୍ୟ କରୁଛି ତେବେ ତାଠୁ ପ୍ରତିଶୋଧ ନେବା କିଛି ଆବଶ୍ୟକ ନାହିଁ। ଚୁପଚାପ ସମୟକୁ ଅପେକ୍ଷା କରନ୍ତୁ। ଯିଏ ଆପଣଙ୍କୁ ଆଘାତ ଦେଇଛି ସେ ବି ଶାସ୍ତି ପାଇବ। ଆଉ ଆପଣ ଯଦି ଭାଗ୍ୟବାନ ହେଇଥିବେ ତେବେ ଆପଣ ତା କଷ୍ଟ ଯନ୍ତ୍ରଣାକୁ ନିଜେ ନିଜ ଆଖିରେ ଦେଖିବେ। ମହାପୁରୁଷଙ୍କ କିଛି ନୀତିବାଣୀ। ମହାପୁରୁଷଙ୍କ କିଛି ନୀତିବାଣୀ। ଛୋଟ ଛୋଟ ଖର୍ଚ୍ଚରୁ ସାବଧାନ ରୁହନ୍ତୁ। ଛୋଟ ଛିଦ୍ର ଜାହାଜକୁ ବୁଡ଼ାଇ ଦେବାରେ ସମର୍ଥ ହୋଇଥାଏ। ପରିଶ୍ରମ ସୌଭାଗ୍ୟର ଜନନୀ। ସନ୍ତୋଷ ଗରିବଙ୍କୁ ଧନୀ କରିଥାଏ ଏବଂ ଅସନ୍ତୋଷ ଧନୀକୁ ଗରିବ କରିଥାଏ। ବେଳେବେଳେ ଅର୍ଦ୍ଧ ସତ୍ୟ ଏକ ବଡ଼ ମିଛ ହୋଇପାରେ। ସର୍ବସମକ୍ଷରେ ଠିଆ ହୋଇ ପଦେ କହିବା ସାହସ। ଧୈର୍ଯ୍ୟର ସହ କାହା କଥା ଶୁଣିବା ବି ଏକ ସାହସ। ଆମେ ଦୟା ଦେଖାଇ ପାରିବା, ହେଲେ କାହାଠାରୁ ଏହା ମାଗିବା ଉଚିତ ନୁହେଁ। କ୍ରୋଧରୁ ଆରମ୍ଭ ହୋଇଥିବା ସମସ୍ତ କଥା ଲଜ୍ଜାରେ ଶେଷ ହୋଇଥାଏ। କିଛି ଏମିତି ଲେଖ ଯାହା ପଢ଼ିବା ଯୋଗ୍ୟ ହୋଇଥିବ, ନଚେତ୍ ଏମିତି କିଛି କର ଯାହା ଲେଖିବା ଯୋଗ୍ୟ ହୋଇଥିବ। ଭବିଷ୍ୟତରେ କ'ଣ ଘଟିବ ତାହାକୁ ନିର୍ଦ୍ୱନ୍ଦ୍ୱରେ ବତାଇ ପାରିବାର ଯୋଗ୍ୟତା ହେଉଛି ରାଜନୀତି। ଏବଂ ପରେ ଏହା କାହିଁକି ଘଟିଲା ନାହିଁ ତାହାର ସ୍ପଷ୍ଟୀକରଣ ବତାଇ ପାରିବାର ଯୋଗ୍ୟତା ବି ରାଜନୀତି। ଉନ୍ନତି ପାଇଁ ପରିବର୍ତ୍ତନ ଆବଶ୍ୟକ, ତେବେ ଉତ୍କୃଷ୍ଟ ହେବା ପାଇଁ ପରିବର୍ତ୍ତନ ପ୍ରକ୍ରିୟା ଚାଲୁ ରହିବା ଉଚିତ। ଜୟ ଶ୍ରୀ ଜଗନ୍ନାଥ।